ବର୍ତ୍ତମାନ ଆମ ଓଡ଼ିଶାରେ ଯେଉଁ ତାପମାତ୍ରା ରହିଛି ଆଉ ବର୍ତ୍ତମାନ ଏଇ ଯେଉଁ ପେଟ୍ରୋଲ ସମସ୍ୟା ରହିଛି ତ ଲୋକମାନେ ଏତେ ଖରାରେ ଲାଇନ୍ ଲଗାଇ ଛିଡ଼ା ହେଉଛନ୍ତି ପେଟ୍ରୋଲ ପାଇଁ। ତ ସେଇଥିପାଇଁ ଆମର ଓଡ଼ିଶା ପୋଲିସ ଯେଉଁଟାକି ଭୁବନେଶ୍ୱର ସ୍ଥିତ ଧଉଳି ଏରିଆର ଧଉଳି ପୋଲିସ ଷ୍ଟେସନରେ ପୋଲିସ କର୍ମଚାରୀ ଏକ ଏମିତି କାମ କରୁଛନ୍ତି ଯେଉଁଟାକି ସର୍ବଦା ମାନେ ଲୋକହିତକାରୀ ଆଉ ମାନେ ପ୍ରଶଂସନୀୟ କାମ ଯେଉଁଟାକି କରୁଛନ୍ତି। ଯେ ଯେଉଁ ଲୋକମାନେ ଲାଇନ୍ରେ ଛିଡ଼ା ହେଇଥିଲେ ପେଟ୍ରୋଲ ପମ୍ପରେ ସେମାନଙ୍କୁ ଯାଇକି ପେଟ୍ରୋଲ ପମ୍ପ ପାଖରେ ଆଉ ଶୃଙ୍ଖଳା ରକ୍ଷା କରିବା ସହିତ ସେମାନଙ୍କୁ ପାଣି ବୋଟଲ ଆଉ ଏନର୍ଜି ଡ୍ରିଙ୍କ ଦେଇଛନ୍ତି। ଯେଉଁଟାକି ଏଇଟା ଗୋଟେ ପୋଲିସର ମାନେ ଲୋକହିତକାରୀ କାମ ଆଉ ମାନେ ପ୍ରଶଂସାଯୋଗ୍ୟ ଯେଉଁଟା କୁହନ୍ତି ସର୍ବଦା ଆମେ ପୋଲିସର ମାନେ ଅପାରଗତା ବିଷୟରେ କହିଥାଉ, ଆଲୋଚନା କରିଥାଉ। କୁହନ୍ତି ଯେ ପୋଲିସ ତା'ର କାମ ଠିକ୍ସେ କରୁନି କିମ୍ବା ପୋଲିସ ପ୍ରଶାସନ ଆଜି ଦୁର୍ବଳ ହେଇ ପଡ଼ିଛି। ଆମେ ସବୁବେଳେ ଏମିତି କହିଥାଉ, କିନ୍ତୁ କେଉଁଠି ନା କେଉଁଠି ସବୁ ପୋଲିସ ସେମିତି ନୁହଁ। ଯେଉଁଟାକି ଯଦି ପୋଲିସ ଯଦି ସେମିତି ହେଇଥାନ୍ତା ଆମେମାନେ କେହି ବି ମାନେ ଘରେ ଶାନ୍ତିରେ ଶୋଇପାରନ୍ତେନି କି କେହି ଗୋଟେ ଶାନ୍ତିରେ ବାହାରକୁ ଯାଇପାରନ୍ତେନି। କାହିଁକିନା ଯଦି ପୋଲିସ ପ୍ରଶାସନ ନଥାନ୍ତା ମାନେ ଆଜି ଯେଉଁ ରେଟ୍ର କ୍ରାଇମ୍ ମାନେ ବଢ଼ୁଛି ତ ସେଇଟା ମାନେ କେଉଁ ରେଟ୍ରେ ବଢ଼ିବ ଆପଣମାନେ ଜାଣିପାରୁଥିବେ। ତ ଯେହେତୁ ପୋଲିସ ପ୍ରଶାସନ ଅଛି ଆମେମାନେ ସେତିକି ଆମମାନଙ୍କୁ ସାହସ ମିଳୁଛି ଯେ ଆମେମାନେ କୌଣସି ଗୋଟେ ବାହାରକୁ ଯାଇପାରୁଛନ୍ତି କି କିଛି ଗୋଟେ କାମ କରିପାରୁଛନ୍ତି ଯେଉଁଟାକି ବିନା ଭୟରେ। ତ ସର୍ବଦା ପୋଲିସ ଆଉ ଇଣ୍ଡିଆନ୍ ଆର୍ମି ଯିଏକି ନିଜର ଜୀବନକୁ ମାନେ ବାଜି ଲଗେଇ ଯେଉଁଟାକି ଆମ ପାଇଁ ମାନେ ଆମକୁ ସୁରକ୍ଷିତ ଦେଉଛନ୍ତି। ତ ଓଡ଼ିଶା ପୋଲିସ ପାଇଁ ଗୋଟେ ଲାଇକ୍ ଆଉ ସେୟାର କରିଦେବେ ଏଇ ଭିଡ଼ିଓଟିକୁ।